Hare Krishna 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 Hare Hare Ram 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 Hare Bhajani Kai Gaura Hare Japa Hare Krishna Hare Ram Jaya Krishna Ananda Raja Ram Jaya Satya Sanatana Hare Ram Bhaja Satya Narayana Hare Ram Japa Hare Krishna Hare Ram Jaya Jaya Purna Brahma Parama Purusha Japa Sehi Namo Brahma Harachitadasa Ramo 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 Chakranayana Ramo 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 Krishnabodhana Vistarita Kandalate Ramo Raghunandan Ramo Rameti Ramo Rameti Ramo Paranam Radhe Radhe Krishna Krishna Govinda Govinda Bolo Radhe Govinda 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 Bole Sarada Kare Kalki Narayana Brahma Paramahansa Atmaram Kalki Narayana Brahma Paramahansa Atmaram Jai Guru Hare Guru Shri Purushottam Paramatma Atma Gaur Allah Buddha Brahma Om Krishna Madhusudana Vasudeva Janagana Om Krishna Madhusudana Vasudeva Janagana Jaya Madhusudana Jaya Madhusudana Jaya Madhusudana Jaya Jaya Sri Madhusudana Madha Madhusudana Kinta Madhusudana Jaya Jaya Madhusudana Kusumeti Vasudeva Janaka Tattvarita Vanamani Mohavikarana Manasa Vajare Guru Charanam Dustaravasa Jarataranam Sabhu Kamani Ek Hai Sabhu Kamani Ek Hai Sami Dara Dara Hase Mohi Sarvajane Dara Sangha Dehe Jagate Dana Dara Dara Hase Mohi Sarvajane Dara Sangha Dehe Jagate Dana Kamona Porao Dure Kamona Porao Dure Mahabahu Udana Usare Mono Saburi Udana Usare Mono Saburi Dara Dara Hase Mohi Sarvadana Dara Saka Dehe Jagao Chetana Dara Dara Hase Mohi Sarvadana Dara Saka Dehe Jagao Chetana ବୈକୁଣ୍ଠଙ୍କର ଏ କେତେ ସୁନ୍ଦର ହେଇଛି। ମହାପୁରୁଷ ମାନଙ୍କର ସଙ୍ଗୀତକୁ ଆମେ ସଙ୍ଗୀତ ବୋଲି ଭାବିବା ଉଚିତ ନୁହେଁ। ଏହା ନିଶ୍ଚିତ ଭାବରେ ଆମ ଜୀବନ ପାଇଁ ଗୋଟିଏ ଗୋଟିଏ ବାଣୀ, ଭକ୍ତି କଣ୍ଠର ବାଣୀ। ତେଣୁ ସିଏ କହୁଛନ୍ତି କାମନା ପଳେଇ ଯାଉ। ଏ କଥା କ'ଣ ବୈକୁଣ୍ଠ ଏକୁଟିଆ କହିଛନ୍ତି? କାମନାର ବିନାଶରେ ଦୁଃଖର ବିନାଶ, ଇଏ କଥା ବୁଦ୍ଧ ବି କହିଥିଲେ। ଗୀତା କହିଛନ୍ତି କର୍ମଣ୍ୟେବଧିକାରସ୍ତୁ, କର୍ମ କର, କର୍ମ କରିବାରେ ତୁମର ଅଧିକାର ଅଛି, କିନ୍ତୁ ଫଳ ଆଶା ରଖନା।
ତେଣୁ ବୈକୁଣ୍ଠଙ୍କର ଏ କଥା କେତେ ସୁନ୍ଦର ହେଇଛି। ମଧୁ କହିଲେ ମୋ ପରାଏ ଦିନହୀନ ହୋଇ ଇଏ ସଂସାର ମଧ୍ୟରେ କେହି ନାହିଁ। ଇଏ ଦିନର ଡାକ ନ ଶୁଣ କିମ୍ପାଇଁ କେଉଁ ଦିନଙ୍କର ତୁମେ ଭଲ। ହେ ପ୍ରଭୁ, ତୁମେ ତ ନିଜକୁ ଦୀନବନ୍ଧୁ ନାମରେ ନାମିତ କରିଛ। ଆମେ ତ ସବୁବେଳେ ଦୀନବନ୍ଧୁ ହଉଛୁ। ମୁଁ ତ ଗୋଟିଏ ଦିନ, ମୋ କଥା ତ ଶୁଣୁନା। ତେବେ କୋଉ ଦିନର ବନ୍ଧୁ ହେଇଛ? ଇଏ ହଉଛି ଭକ୍ତର ଦାବି, ଭକ୍ତର ନିର୍ଘୋଷ ବଜ୍ର କାମନା। ତୁମେ କାହାର? ଇଏ କଥା କ'ଣ ଆମେ ସାଧାରଣ ଲୋକ କହିପାରିବୁ? ସିଏ କହିବେ ନା। ଆଉ ଅଭିରାମ କହିଲେ ଚାରି ସମ୍ପ୍ରଦାୟର କଳହ ଦେଖି କୋଇଲି କହେ ତୁମ୍ଭମାନଙ୍କର କଳହ ଦେଖି ମୋର ସଂଶୟ। ଚାରି ଧର୍ମ କହିଲେ ସନାତନ, ଜାତି କହିଲେ ହିନ୍ଦୁ, ଦେଶ କହିଲେ ଭାରତୀୟ, ଉତ୍କଳ କହିଲେ ଆମ ଜନ୍ମଭୂମି। ଚାରୋଟି ସମ୍ପ୍ରଦାୟରୁ ବର୍ତ୍ତମାନ କେତେ ସମ୍ପ୍ରଦାୟ ହେଲେଣି? ତେବେ ସେ ଚାରି ସମ୍ପ୍ରଦାୟ ସେ ସୃଷ୍ଟି ହେଲା କାହିଁକି? ଯଦି ଆମେ ସନାତନ ଧର୍ମର ଲୋକ, ବଳିଆକୁ ଯିଏ ପଚାରନ୍ତି ଆପଣଙ୍କ ସମ୍ପ୍ରଦାୟ କ'ଣ? ବୋଲି ସମ୍ପ୍ରଦାୟ କିଛି ମୁଁ ଜାଣିନେଇ, ମୁଁ ସନାତନୀ ଭାରତୀୟ ହିନ୍ଦୁ ଉତ୍କଳୀୟ, ମୋର ପରିଚୟ ସରିଗଲା। ସନାତନୀ ହିନ୍ଦୁ ଭାରତୀୟ ଉତ୍କଳୀୟ। ଆଉ ଯଦି କିଏ ପଚାରେ ଆପଣଙ୍କ ଠାକୁର କିଏ, ମୁଁ ଆଉ ସେ କଥାରେ ଉତ୍ତର କିଛି ଦେବିନି। ମୋର ଯାହାକୁ ଠାକୁର ଭାବିଲି ତମର କ'ଣ ଗଲା? ତମକୁ କାହିଁ ମୁଁ କହିବାକୁ ଯିବି? ମୋ ମନ ଭିତରେ ମୋର କେତେବେଳେ ଅନନ୍ତ କହୁଛି, କେତେବେଳେ କୃଷ୍ଣ କହୁଛି, କେତେବେଳେ ରାମ କହୁଛି, ସବୁ ତ ଗୋଟିଏ। ତେଣୁ ଅଯଥାରେ ସମ୍ପ୍ରଦାୟକୁ ସୃଷ୍ଟି କରି ଅଯଥାରେ ଇଏ ଗୋଟେ ପାଣ୍ଡିତ୍ୟ ଦେଖେଇ ଇଏ କେବଳ କଳି କଜିଆ ଲଗାଇଛନ୍ତି। କିଛି ବର୍ଷ ତଳେ, ମାନେ 2-3 ବର୍ଷ ତଳେ ଗୋଟେ କଥା ମୁଁ ଏମିତି କହିଲି, ସତରେ ତ କହିଲି। ଆଉ କ'ଣ? ବିଧବା ସିନ୍ଦୁର ନାଇଲେ, ଶଙ୍ଖା ପିନ୍ଧିଲେ, ଶାଢ଼ୀ ପିନ୍ଧି ସେ ଇଚ୍ଛା କରିବେ, ଦୋଷ କିଛି ନାହିଁ। ସବୁଠୁ ସେ କଥା ଯେତେବେଳେ ପ୍ରଚାର ହେଲା, ଟିଭି ବାଲାଙ୍କର 2 ଜଣଙ୍କୁ ନେଗେଟିଭ ପଜିଟିଭ ବାଲାଙ୍କୁ ଡାକି ପଚାରିବେ। ଜଣେ କହିଲେ ବହୁତ ଭଲ, ଆଉ ଜଣେ କହିଲେ ଇଏ କୋଉ ବାବା, ଇଏ କ'ଣ କୋଉ ଦେଶ, କ'ଣ ଦଶ ନେମି ବାବା ନା କୋଉ ଆଙ୍କ କଥା ଶୁଣୁଛି କିଏ? ମୁଁ ଆଉ କିଛି କହିପାରିଲିନି। ଦଶ ନେମି ପୁଣି ଗୋଟେ କିଏ ଅଛନ୍ତି? ହଁ, ପର୍ବତ ପାହାଡ଼ ଏମିତି ଗୋଟେ ନାଁ ଅଛି। ତେଣୁ ସିଏ ମୋଟାମୋଟି ପସନ୍ଦ କଲେନି ଇଏ କୋଉ ଦଶ ନେମିରେ ନାହାନ୍ତି। ଆମେ ତାଙ୍କ ପାଖକୁ ଚିଠି ଲେଖିଲୁ ଯେ ଆମେ କୋଉ ନେମିରେ ଅଛୁ, ଆପଣ ଦୟାକରି ସେଟା ଚିନ୍ତା କରିବେ। ତାର ଉତ୍ତର କିଛି ସେ ଦେଲେନି। କିନ୍ତୁ ଏଇ ସବୁ ଆମେ ଦଶ ନେମି, ଆମେ ଚାରି ସମ୍ପ୍ରଦାୟ। ତେଣୁ ଠାକୁର ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ସେଇ ବାଣୀଟି ମୋତେ ଭଲ ଲାଗେ। ତାଙ୍କ ଭକ୍ତମାନଙ୍କର ସେ ଆଚରଣ ମୋତେ ଭଲ ଲାଗେନି। ଅସାମ୍ପ୍ରଦାୟିକ ଭାବନା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ବି କହିଲେ ସମ୍ପ୍ରଦାୟତା ଧର୍ମ ନାହିଁ।
ତେଣୁ ଆମେ ସିଏ କହିଲେ ଆମେ ଶୁଣିଲୁ, କିନ୍ତୁ ଦେଖିଲା ବେଳକୁ ଆମେ ନିଜେ ଗୋଟେ ଗୋଟେ ସମ୍ପ୍ରଦାୟ ସୃଷ୍ଟି କରି ଚାଲିଛୁ ଆଉ। ତେବେ ଯାହା ହଉ, ବଳିଆ ସମ୍ପ୍ରଦାୟ ହେଉଛି ସନାତନୀ ହିନ୍ଦୁ ଭାରତୀୟ ଉତ୍କଳୀୟ। ଏତିକି ହେଉଛି ମୋର ପରିଚୟ। ତେଣିକି ମୁଁ ଜଣେ ବୈଷ୍ଣବ ପ୍ରେମୀ। ଆଉ ବଳିଆ ବି ଲେଖିଛି ଅଘୋରୀ ବୈଷ୍ଣବ ପ୍ରେମୀ, ବଳିଆର ଜଣାଣ ଅଘୋରୀ। କାରଣ ଓଳାଶୁଣୀର ଅରକ୍ଷିତ ଦାସଙ୍କ ପୀଠର ଅନନ୍ତ ଗୁମ୍ଫାରେ ମୋର ଶେଷ ବାଣୀ ମୁଁ ପାଇଥିଲି। ତେଣୁ ଅଘୋରୀ ବୈଷ୍ଣବ ପ୍ରେମୀ। ବାୟା ହେଉଛନ୍ତି ବୈଷ୍ଣବ, ମୁଁ ତାଙ୍କୁ ଭାରି ଭଲ ପାଏ। ଠାକୁର ନିଗମାନନ୍ଦ ହେଉଛନ୍ତି ମାନେ ସେ ବ୍ରାହ୍ମଣ, ସେ ବୈଷ୍ଣବ, ସେ ଗୁରୁ, ସେ ସବୁ କିଛି। ଏଇ କଥା ଗଲା। ଆଉ ତେଣୁ ଇଏ କଥା ପରେ ବାୟା କ'ଣ କହିଲେ ଆମେ ଟିକେ ଶୁଣିବା। ବାୟା କହିଲେ, ଯାହା କରିବାର କଥା କାଲିର କାମ ଆଜି ଶେଷ କର, କାରଣ ମନୁଷ୍ୟ ଜୀବନ ଅନିଶ୍ଚିତ। ଆଉ ଜଣେ ବାୟା କହିଲେ, ଲେଖିଲେ, ବିଶ୍ୱଗୁରୁ ବାୟା ଗୀତାରେ ଲେଖିଲେ, ଜୀବନଟି ସ୍ୱପ୍ନ ସ୍ୱରୂପ জীবনটি Life is dream, but not lie. ଜୀବନଟା ସ୍ୱପ୍ନ ଭଳି କିନ୍ତୁ ମିଛ ନୁହେଁ। ତେଣୁ ଇଏ ଜୀବନ ଯେହେତୁ ଅନିଶ୍ଚିତ, ଆଜିର ଜୀବନ କାଲି କି ନଥିବ, କାଲିର ଜୀବନ ଆଜି ତ ନାହିଁ, ଆଜିର ଜୀବନ କାଲି କି, କାଲିର ଜୀବନ ଆଜି ତ ନାହିଁ। ତେଣୁ ଗତକାଲି ଆସନ୍ତାକାଲିର ଜୀବନ ଆମ ପାଇଁ ଅନିଶ୍ଚିତ। ତେଣୁ ଆଜି ଯାହା ତମେ ଭାବୁଛ ଆଜି ପୂର୍ଣ୍ଣ କର। ରାବଣ ଦରବାରରେ ମୃତ୍ୟୁଶଯ୍ୟାରେ ରାବଣ ଶୋଇଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଲକ୍ଷ୍ମଣ ବସିଛନ୍ତି। ରାମ କହୁଛନ୍ତି, ହେ ଦଶାନନ, ତୁମେ ତ ଜଣେ ଭଲ ନୈଷ୍ଠିକ ବ୍ରାହ୍ମଣ, ତୁମେ ଜଣେ ଲଙ୍କା କଟକର ଏକ ମହାନ ରାଜା। ଆଜି ହୁଏତ ତୁମେ ଚାଲିଯିବ। ରାଜନୀତି କ'ଣ ମୁଁ ଜାଣିନି। ମୁଁ ଏଠୁ ଫେରିବା ପରେ ଅଯୋଧ୍ୟାରେ ରାଜସିଂହାସନରେ ବସିବି। ତେଣୁ ଆପଣ ରାଜନୀତି ସମ୍ପର୍କରେ ମୋତେ ପଦେ ଅଧେ କୁହନ୍ତୁ। କେତୋଟି କଥା ସେ କହିଥିଲେ, ତା ଭିତରୁ ଗୋଟିଏ କଥା ଥିଲା, ଆଜିର କାମ ଆଜି ଶେଷ କରିବ, କାଲିକି ରଖିବ। ତେଣୁ ଯାହା ଆମେ ଭାବୁଛେ ତାକୁ ଶେଷ କରିବା ଦରକାର। ଇଏ କଥା ରାମ ରାବଣର କଥା ନୁହେଁ, ଆମ ସମସ୍ତଙ୍କ ପାଇଁ। ଏଇ ସେବକ ବଳିଆ ମୁଁ ସବୁବେଳେ
ଚିନ୍ତା କରେ ଆଜି ପର୍ଯ୍ୟନ୍ତ ବି ସେଇ ପାର୍ଟିରେ ମୁଁ ଅଛି। ଆଜିର କଥାଟା ଆଜି ଆଲୋଚନା ହେବ, ଏଇ ବର୍ତ୍ତମାନ ଆଲୋଚନା ହେବ। ବର୍ତ୍ତମାନ ତାଙ୍କୁ ଡାକ, ନହେଲେ ବର୍ତ୍ତମାନ ତାଙ୍କୁ ଫୋନ କର, ବର୍ତ୍ତମାନ ତାଙ୍କୁ ଚିଠି ଦିଅ। କାରଣ କାଲିକି ରହିବା କଥା ନୁହେଁ। ଆଜି ରାତି ତ ନିଦ ହବନି ନା, ଆଉ କାଲି କ'ଣ ପଚାରିବି? ତେଣୁ ପ୍ରତ୍ୟକ୍ଷବାଦକୁ ଇଏ ସେବକ ସବୁବେଳେ, ଇଏ ସେବକ ଝାଡ଼ୁଦାର ସେବକ, ଇଏ ଝାଡ଼ୁଦାର ସେବକ ପ୍ରତ୍ୟକ୍ଷ ବାସ୍ତବବାଦକୁ ସବୁବେଳେ ଗ୍ରହଣ କରି ଆସିଛି। ଆଜି ମନ ହେଲା ମୁଁ ବାଇଗଣ ଭଜା ଖାଇବି, ତେଣୁ ମୋର ତ କେହି ସେବକ ନାହାନ୍ତି, ଅନନ୍ତଙ୍କର ସେବକ, ପାକ ସେବକ ନରିକି ଡାକି କହିବି ମୋର ଆଜି ବାଇଗଣ ଭଜା ଖାଇବାକୁ ଇଚ୍ଛା ହେଉଛି। ସିଏ ପୁଣି ଏମିତି ଜଣେ ସେବକ ଯେ ତା ହାତରେ ନିଆଁ ଥାଏ କି କ'ଣ ଥାଏ, 5 ମିନିଟ୍ ଭିତରେ ବାଇଗଣ। ମୋତେ କ୍ଷୀରି ପୁରୀ ଯେତେ ଅନେକ ଲୋକ ଭାବନ୍ତି ବାବା ବୋଧେ ବହୁତ ବଢ଼ିଆ ଖାଆନ୍ତି, 4-5ଠା ଖାଆନ୍ତି, କିନ୍ତୁ ବଳିଆର ଗୋଟିଏ ଠା। ମୋ ବୋଉ ଖାଆନ୍ତି ଗୋଟିଏ ଠା, ମୋ ଆଈ ମା ମଧ୍ୟ ଥିଲେ ଗୋଟିଏ ଠା। ଅନେକ ଠା ଥିବ କିନ୍ତୁ ଗୋଟିଏ ଠାକୁ ପସନ୍ଦ କରନ୍ତି। ତେଣୁ ମୁଁ ଗୋଟିଏ, ହଁ ଆଉ ସବୁ ହାତ ମାରେ, କିନ୍ତୁ ଗୋଟିଏ ମୋର ଯଥେଷ୍ଟ। ତେଣୁ ବଳିଆ କ'ଣ ଖାଏ କେହି ତ କେବେ ପଚାରି ନାହାନ୍ତି। ମୋର ପ୍ରଥମ ଭଲ ପାଏ ହେଉଛି ସଜନା ଛୁଇଁ, ସଜନା ପତ୍ର ତରକାରୀ। ଆଉ କ'ଣ ଭଲ ପାଏ? ହୁଙ୍କା ଛତୁ, ବାଲି ଛତୁ, ଏ ଯେଉଁ ଛତୁ ଚାଷ ନୁହେଁ। ଆଉ କ'ଣ ଭଲ ପାଏ? ଦହି କଡ଼ି, କାଞ୍ଜି, ଖୁଦି ପିତା, ଏହାକୁ ଭଲ ପାଏ। ଆଉ ଗୋଟେ ରାଜସିକ ଖାଦ୍ୟ ଭିତରେ ଟିକେ ଆଳୁ ଦମ୍ ଖାଇବାକୁ ଭଲ ପାଏ। ସେଇଟା ତ ଏବେ ଆଉ ଖାଉନି। ଦେଶୀ ଆଳୁ ଭଜାଟା ବହୁତ ଭଲ ଲାଗେ। ଆଉ କାଞ୍ଚନ ଫୁଲ ଭଜା, ଅଣ୍ଡିରା ଅମୃତଭଣ୍ଡା ଫୁଲର ତରକାରୀ, ଆଉ କ'ଣ ସବୁ ମନେ ପଡ଼ୁନି। ଏମିତିଆ ଖାଦ୍ୟ ସବୁ ଯେଉଁଗୁଡ଼ାକ ବଜାରରେ ମିଳେନି। ପୋଟଳ ବି ଏତେ ଖାଏନି, ଖାଏ ଟିକେ। ଛଚିଣ୍ଡା ଖାଏନି, ଖାଏ ଅଳ୍ପ। ହଁ, ଜହ୍ନି ରସଟା ଭଲ ପାଏ, ଜହ୍ନି ପୋସ୍ତ ଭଲ ପାଏ। ତେଣୁ ସଜ୍ଜନ, ଅଳ୍ପକେ ସନ୍ତୁଷ୍ଟ ଯିଏ ହୁଏ, ତା ଜୀବନରେ ଯଦି କେତେବେଳେ ଉପବାସ ରହିବାକୁ ହୁଏ, ସେ ତାକୁ କଷ୍ଟ ହେବ ନାହିଁ। ଯିଏ ବହୁତ ପ୍ରକାର ଖାଇବାକୁ ଇଚ୍ଛା କରେ, ଯଦି ଗୋଟିଏ ଠା କମିଗଲା, ସେ ମୁଣ୍ଡରେ ହାତ ମାରି କହେ ମୋ କପାଳ ଦୋଷ। ତେଣୁ ଆଜିର କାମ ଆଜି ଶେଷ କର, କାଲିକି କିଛି ରଖନା। ତେବେ ଯାହାର ଆଧ୍ୟାତ୍ମିକ, ହଁ ରାବଣ କହିଲା ମୁଁ ସ୍ୱର୍ଗକୁ ଚଢ଼ି ଚଢ଼ିକିରି ପାହାଚ କରିଥାନ୍ତି, କରିପାରିଲେ, କାଲିକି କରିବି, ହେଲାନି। ତେଣୁ ଆମ ଚାକିରିଆ ବାବୁମାନଙ୍କୁ ବଳିଆ ଟିକେ କହୁଛି। ଚାକିରିଆ କହିଲେ ସରକାରୀ ଚାକିରିଆ, କମ୍ପାନୀ ଚାକିରିଆ। ବାବୁ ଫାଇଲ ପେଣ୍ଡିଂ ରଖନା, ଇଏ ହେଉଛି ଅପରାଧ। ଆଜିର କାମ ଆଜି କର। ତହସିଲ ହଉ, ବିଡିଓ ହଉ, କଲେକ୍ଟର ହଉ, ଯୋଉଠି ହଉ, ଯୋଉଠିକି ଯିବ ଫାଇଲ ପେଣ୍ଡିଂ। ମନେ ରଖିଥାଅ, ଇଏ ସେବକ ଝାଡ଼ୁଦାରର କଥା ପଦକ ଆଜିର କାମ ଆଜି କରିବ। ତମ ପୁଅ ଜନ୍ମଦିନ ଆଜି, କ'ଣ କାଲି କରିବ? ତମ ଦେହ ଖରାପ ହେଲା, ଆଜି ଔଷଧ ଖାଇବ, କାଲି ଖାଇବ?
ତାହେଲେ ଆଜି କାହିଁ ନ କରିବ? କାହିଁ କରୁନା? ତମର ଚାଟ ଖାଇବାକୁ ମନ ହେଲା, ସନ୍ଧ୍ୟାବେଳେ ଉଠିଲ ଚାଟ ଖାଇଲ, ପରଦିନ ଖାଇବ। ତେଣୁ ଆଜିର କାମ ଆଜିକି ଯେଉଁମାନେ ଶେଷ କରନ୍ତି ସେଇମାନେ ପ୍ରକୃତରେ ମଣିଷ। ଆଉ ତେବେ ବାବା ଗୋଟେ ସମାଧାନ ଦେଲେ, ଯାହାର ଆଧ୍ୟାତ୍ମିକ ମୂଳଦୁଆ ନଥିବ, ପାପ କ'ଣ ସେ ଜାଣେ? କି ପାପ? ମୁଁ ଲାଞ୍ଚ ନ ନେଲେ ମୁଁ କାମ କରିବିନି। ଯାହାର ପାପକୁ ଭୀତି ନାହିଁ, ଭୟ ନାହିଁ, ତେଣୁ ସିଏ କେମିତି ହବ? ଯାହାର ଆଧ୍ୟାତ୍ମିକ ମୂଳଦୁଆ ନଥିବ, ଇଏ ରାଜ୍ୟରେ ସେ ଟେକି ପାରିବ ନାହିଁ, ସେ କାମ କରିପାରିବନି, ଆଉ ଟଳି ପଡ଼ିବ। ବାବା କହିଲେ ଆଧ୍ୟାତ୍ମିକ ମୂଳଦୁଆ ଥିଲେ ଆପେ ଆପେ ଟେକି ହେଇ ଚାଲିଯିବ। ଜଗତଟାକୁ ଭଲ ପାଅ। ଭଲ ପାଉଛେ ଆମେ? ପଚାରିଲ, ନିଜକୁ ନିଜେ ପଚାରିଲ, ଆମେ ଜଗତକୁ ଭଲ ପାଉଛୁ? ମହାମାରୀ ପାଇଁ ପ୍ରାର୍ଥନା କରିଛୁ? ରୁଷିଆ ୟୁକ୍ରେନ ଯୁଦ୍ଧର ପରିସମାପ୍ତି ପାଇଁ ପ୍ରାର୍ଥନା କରୁଛୁ? ଖାଲି ମୋ ପୁଅର ଜ୍ୱର ହେଲା, ମୋ ଦେହ ଖରାପ ହେଇଗଲା, ମୋର ଦରମା ମିଳିଲାନି, ଏଇଗୁଡ଼ା ଖାଲି ଆମେ ପ୍ରାର୍ଥନା କରୁଛୁ। ବାବା କହିଲେ ଭାଗବତର ଗୋଟିଏ ଧାଡ଼ି, ଇଏ ସର୍ବ କୃଷ୍ଣର ଶରୀର। ତମେ କୃଷ୍ଣଙ୍କ ମୂର୍ତ୍ତି କି କ'ଣ ଖାଲି ପୂଜା କରି କୃଷ୍ଣ କୃଷ୍ଣ ହଉଛ? ଇଏ ସର୍ବକୃଷ୍ଣଙ୍କ ଶରୀର। ଆମ ରୋଷେଇ ଘର, ଷ୍ଟୋର ଘର, ବେଡରୁମ୍, ଡାଇନିଂ ରୁମ୍, ଆଉ କ'ଣ ଷ୍ଟଡି ରୁମ୍, ବାଲକୋନି ଠାରୁ ଆରମ୍ଭ କରି ଆମ ଅଫିସ ରୁମ୍ ପର୍ଯ୍ୟନ୍ତ ସବୁ ହେଉଛି ଆପଣଙ୍କ ଇଏ କୃଷ୍ଣର ଶରୀର। ମାନେ ଏଇ ମସଜିଦ, ରାମ ମନ୍ଦିର, ଶ୍ୟାମ ମନ୍ଦିର, ସେଗୁଡ଼ା ଇଏ ସର୍ବକୃଷ୍ଣର ଶରୀର। ମୋ ବାପା ମା ଠାରୁ ଆରମ୍ଭ କରି ସବୁ ତ କୃଷ୍ଣ। ହାକୁ ଯିଏ ନ ବୁଝିଛି, ମୋ ବିଦ୍ୟାଳୟ, ମୋ ଅଫିସ, ମୋ ବ୍ୟବସାୟ, ମୁଁ ଚଣାଚୁରୁ ବିକ୍ରି କରେ, ସେ ବି ମୁଁ ପାନ ଦୋକାନ କରିଛି। ପାନ ଦୋକାନ ଆଜିକାଲି କେହି କହୁନାହାନ୍ତି, ଲେଖୁଛନ୍ତି ବିଟଲ ସପ୍। ବିଟଲ ସପ୍ ହଉ କି ଟି ବାର ହଉ, ଏ ସର୍ବ କୃଷ୍ଣର ଶରୀର। ତେଣୁ ଏଣିକି ସେ କଥା ଭାବିବା। ଯଦି ଜାଣିନଥିଲ, ଆଜି ତ ଜାଣିଲ। ମୋ ରୋଷେଇ ଘର, ମୋ ବେଡରୁମ୍, ମୋ ଲାଟ୍ରିନ୍ ବାଥରୁମ୍ ସବୁ କୃଷ୍ଣର ଶରୀର। ହାତଟାକୁ କାହିଁ ହଲଉଛୁ? ମୁଁ ତ ସଇଲାଣି। ଇଏ ସର୍ବ କୃଷ୍ଣର ଶରୀର। ତୁ ଛୋଟିଆ କିରି ହାତ ହଲେଇଲେ କ'ଣ ହବ? ବଳିଆ ଲମ୍ବା ହାତରେ ହେଇକି ବଡ଼ କିରି ହାତଟାକୁ ହଲେଇଲା। କଥା ଏଇଟି ରଖିବା, ଇଏ ସର୍ବ କୃଷ୍ଣର ଶରୀର। ଏଇଟିର କଥାଟାକୁ ଏଇ ପଦରେ ଶେଷ କରିବା। ଆଉ ଇଏ ସର୍ବ କୃଷ୍ଣର ଶରୀର। Krishna